हेलो ସାଙ୍ଗମାନେ ମୁଁ ସନ୍ତୋଷୀ ଆପଣମାନଙ୍କୁ ସ୍ୱାଗତ କରୁଛି ମିନି ବ୍ଲଗରେ। ଏଇ ଘୋର କଳା ମେଘକୁ ଦେଖି ଦେଖି ମଧ୍ୟ ମା ଆଉ ମୁଁ କୁଆଡେ ବାହାରି ପଡିଲୁ। ଆଜ୍ଞା ହଁ, ପୁରା ସବୁଜ ଦୁନିଆକୁ ଦେଖି ଅଧା ବ୍ୟକ୍ତି ଜାଣିପାରୁଥିବେ କି ଆମେ କୁଆଡେ ଯାଉଛୁ, କିନ୍ତୁ ଫିର ବି ମୁଁ କହିଦଉଛି ଆମେ ଯେଉଁ ଧାନ ଲଗେଇଥିଲୁ ସେ ବିଲକୁ ଯାଉଛୁ। ଦେଖିବାକୁ ବିଲକୁଲ ବି ଯାଉନୁ। ଅସଲରେ ଯିବା ରାସ୍ତାକୁ ଆମ ଆଡେ ଇଡି କୁହନ୍ତି, ଓଡିଆରେ କଣ କହିବେ ମୁଁ ଏତେ ଜାଣିନି, ତ ଆଶା କରୁଛି ଆପଣ ବୁଝିଯିବେ। ତ ସେଠି ବହୁତ ଘାସ ମାନେ କବ୍ଜା କରିନେଇଛନ୍ତି, ଆଉ ଆମେ ବର୍ଷାକୁ ଖାତିର ନ କରି ମା ଆଉ ମୁଁ ଯାଉଛୁ ସେ ଘାସ ମାନଙ୍କର ଏନକାଉଣ୍ଟର କରିବାକୁ। ତ ଦେଖିପାରୁଥିବେ ଏମାନଙ୍କର ଆଜି ଶେଷ ଦିନ। ମୁଁ ତ ବହୁତ ଏକ୍ସାଇଟେଡ ଅଛି। ଆପଣ ଦେଖିପାରୁଥିବେ ଏଇ ଧାନ ଗଛ ଗୁଡିକୁ ଆମେ ଦିନେ ଲଗେଇଥିଲୁ, ସେତେବେଳେ ମାନେ ଛୋଟ ଛୋଟ ଥିଲେ, ବଟ ଆଜି ପୁରା ବଡ ବଡ ଲମ୍ବା ଲମ୍ବା ହେଇ କେମିତି ଖୁସିରେ ପବନର ଆନନ୍ଦ ନଉଛନ୍ତି। ହେ ଭଗବାନ, ଏ କଣ ହେଇଗଲା? କାମ ଷ୍ଟାର୍ଟ କରିବା ପୂର୍ବରୁ ହିଁ ବର୍ଷା ଦେବୀ ଓହ୍ଲେଇ ଆସିଲେ ଆମ କ୍ଷେତ ଆଳକୁ। ହେଲେ ଆମକୁ କଣ ବର୍ଷା ଦେବୀ ଅଟକାଇ ପାରିଥାନ୍ତେ ନା କଣ? ବର୍ଷା ଦେବୀଙ୍କୁ ଅଣଦେଖା କରି ମା ତାଙ୍କ କାମ ଆରମ୍ଭ କରିଦେଲେ। ଘାସ ମାନଙ୍କୁ ବାଛି ବାଛି ମାରି ଦଉଛନ୍ତି। ଆପଣ ନିଜେ ଦେଖନ୍ତୁ। ଓହୋ କି ଦୁଃଖ। ତାପରେ ମୁଁ ବି ଡେରି ନ କରି ଆରମ୍ଭ କରିଦେଲି। ବର୍ଷା ହଉଥିଲା ଆଉ ଆମେ ଘାସ ମାନଙ୍କୁ ମୂଳରୁ ଉପାଡୁଥିଲୁ, କିନ୍ତୁ ଏମିତି ନ କରିଥିଲେ ଏମାନେ ଆମ ଧାନ, ଆମ ଲକ୍ଷ୍ମୀଙ୍କୁ ନଷ୍ଟ କରିଦେଇଥାନ୍ତେ ନା। ତାପରେ ମା ଆଉ ମୁଁ ସମସ୍ତ ଜିଅନ୍ତା ଘାସଙ୍କର ସଂହାର କରିବାରେ ଲାଗିଲୁ। ତ ଦିନ ସାରା ଏମିତି ହିଁ ଆମ କାମ ଚାଲି ରହିଲା। କାମ ଶେଷ ହେଇଗଲା ତ ଦିଲକୁ ଟିକେ ସୁକୁନ ମିଳିଲା। ତ ଏବେ ଆମେ ଯିବୁ ଘରକୁ। ତ ଦେଖାହବ ଆଉ ଗୋଟିଏ ନ୍ୟୁ ଭିଡିଓରେ। ଟାଟା।